ଆପଣ ବହୁତ ଲୋକଙ୍କୁ ଭରସା ବିଶ୍ୱାସ କରିଥିବେ, ଥରେ ଗୋଟେ ରାଣୀ ପଣ୍ଡାକୁ ବିଶ୍ୱାସ ଭରସା କରନ୍ତୁ। ଯୋଉଠି ଶେଷ ହୁଏ ରାଣୀ ପଣ୍ଡାର ସେଠି ଆରମ୍ଭ ହୁଏ, ଆଉ ଯୋଉଠି ତମର ଆରମ୍ଭ ହୁଏ ମୁଁ ସେଇଠି ଶେଷ କରିଦିଏ। ରାଣୀ ପଣ୍ଡା ଜୀବନରେ କିଏ ଭାବିଥିଲା ଯେ ରାଣୀ ପଣ୍ଡା ଗୋଟେ ଯାତ୍ରା ପାର୍ଟି କରିବ ବୋଲି? ତାହେଲେ କଲା କେମିତି? ଏଠି କିଛି ବି ଅସମ୍ଭବ ନୁହେଁ, ସବୁ ସମ୍ଭବ। ଭଗବାନ ଚାହିଁଲେ ବହୁତ ଗୁଡ଼ାଏ ମିରାକିଲ ହେଇପାରିବ। ମିରାକିଲ ବି ହେଇଛି ମୋ ଜୀବନରେ। ମୁଁ କହିଲି କିଛି କହିବିନି, ମୁଁ କାମର କରି ଦେଖେଇବି। କହିଦେଲି ତ ସବୁ ସରିଗଲା। ନୂଆପଡ଼ାବାସୀଙ୍କ ପାଇଁ କ'ଣ ରହିବ ଆପଣଙ୍କର? ସେମାନଙ୍କୁ ଗୋଟିଏ କଥା କହିବି, ଜୀବନରେ ଆପଣ ବହୁତ ଲୋକଙ୍କୁ ଭରସା ବିଶ୍ୱାସ କରିଥିବେ, ଥରେ ଗୋଟେ ରାଣୀ ପଣ୍ଡାକୁ ବିଶ୍ୱାସ ଭରସା କରନ୍ତୁ। ଯୋଉଠି ଶେଷ ହୁଏ ରାଣୀ ପଣ୍ଡାର ସେଠି ଆରମ୍ଭ ହୁଏ, ଆଉ ଯୋଉଠି ତମର ଆରମ୍ଭ ହୁଏ ମୁଁ ସେଇଠି ଶେଷ କରିଦିଏ। ପ୍ରଥମେ ଅଭିନୟ, ପରେ ସମାଜ ସେବା, ଆଉ ଏବେ ରାଜନୀତି ମାଧ୍ୟମରେ ଲୋକଙ୍କ ପାଖକୁ ଆଗେଇ ଆସିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆଜି ଆମ ସହ ଅଛନ୍ତି ରାଣୀ ପଣ୍ଡା, ଯିଏକି ନୂଆପଡ଼ା ନିର୍ବାଚନରୁ ବିଜେଡି ପ୍ରାର୍ଥୀ ଭାବେ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତ ଜାଣିବା କ'ଣ ପାଇଁ ରାଜନୀତିକୁ ଆସିବାକୁ ଇଚ୍ଛା ପ୍ରକାଶ କଲେ, କ'ଣ କରି ରାଜନୀତିରେ ଲୋକଙ୍କର ଆହୁରି ନିକଟତର ହେଇପାରିବେ। ମ୍ୟାଡ଼ାମ ନମସ୍କାର, STV ସ୍ୱାଗତ କରୁଛି। କେମିତି ଅଛନ୍ତି? ଭଲ ଅଛି। ମ୍ୟାଡ଼ାମ, ଅଭିନୟ, ଯାତ୍ରା, ତାପରେ ସମାଜ ସେବା କରିକି ଲୋକଙ୍କର ମନ ଜିଣିଥିଲେ, ପୁଣି ରାଜନୀତି ମାଧ୍ୟମରେ ଲୋକଙ୍କ ପାଖକୁ ଆସିବାକୁ ଚାହୁଁଛନ୍ତି। ବିଜୁ ଜନତା ଦଳରୁ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ। କାହିଁକି ବିଜୁ ଜନତା ଦଳକୁ ବାଛିଲେ? ଶୁଣନ୍ତୁ, ମୁଁ କୋଉ ଦଳ କଥା କହୁନି, ମୁଁ ସ୍ପେଶିଆଲ ନବୀନ ପଟ୍ଟନାୟକଙ୍କୁ ବହୁତ ଭଲ ପାଏ, ସମ୍ମାନ କରେ। ତାଙ୍କର ଇଜ୍ଜତ ରକ୍ଷା କରିବା ପାଇଁ ମୁଁ ଚାହୁଁଛି ଯେ ସେ ମତେ ଗୋଟେ ଚାନ୍ସ ଦିଅନ୍ତୁ। ରାଜନୀତିକ ଆସିବାକୁ ମ୍ୟାଡ଼ାମ କାହିଁକି ଭାବିଲେ? ଏମିତିରେ ବି ଆପଣ ଲୋକଙ୍କ ପାଖରେ ପହଞ୍ଚି ସାରିଥିଲେ ସମାଜ ସେବା ମାଧ୍ୟମରେ। ନିହାତି ଭାବରେ ମୁଁ ଆଗରୁ ବି କେବେ ଇଚ୍ଛା ପ୍ରକାଶ କରିନଥିଲି। ବର୍ତ୍ତମାନ ସେଇଭଳି ପରିସ୍ଥିତି ଅଛି, ଯୋଉଥିପାଇଁ ମୁଁ ମନ ପଳେଇଲି। ଆପଣଙ୍କୁ ମ୍ୟାଡ଼ାମ ଲାଗୁଛି ନୂଆପଡ଼ା ନିର୍ବାଚନ ପାଇଁ ନବୀନ ପଟ୍ଟନାୟକ ଆପଣଙ୍କୁ ଟିକେଟ ଦେବେ, ଆପଣଙ୍କ ଉପରେ ଭରସା କରିପାରିବେ ସେତିକି ଯେତିକି ଭରସା ଆପଣ ରଖିଛନ୍ତି ତାଙ୍କ ଉପରେ? କରିବେ କି ନାହିଁ ମୁଁ ଜାଣିନି, କିନ୍ତୁ ମୁଁ କରିବେ ବୋଲି, କରନ୍ତୁ ବୋଲି ମୁଁ ଅନୁରୋଧ କରୁଛି। ଆଜ୍ଞା, ନୂଆପଡ଼ାରେ ଯଦି ଆପଣଙ୍କୁ ଟିକେଟ ମିଳୁଛି ଆଉ ଆପଣ ସେଠି ବିଜୟୀ ହେଉଛନ୍ତି, ନୂଆପଡ଼ାବାସୀଙ୍କ ପାଇଁ କ'ଣ ସବୁ କରିବେ? କିଛି କହିବାର ଆବଶ୍ୟକତା ମତେ ପଡ଼ିବ ନାହିଁ, ମୁଁ କାମରେ କରି ଦେଖେଇବି। କହିବାଠୁ ଅଧିକ ଆପଣ କାମରେ ବିଶ୍ୱାସ କରନ୍ତି, ଯେମିତି ନବୀନ ପଟ୍ଟନାୟକ। ନିହାତି ଭାବରେ। ନବୀନ ପଟ୍ଟନାୟକଙ୍କୁ ମାନେ କ'ଣ କହିବାକୁ ଚାହିଁବେ? ସେ କେମିତି ଆପଣଙ୍କ ଉପରେ ଭରସା କରିପାରିବେ, କେମିତି ଆପଣଙ୍କୁ ଟିକେଟ ଦେଇପାରିବେ ବୋଲି ଆପଣଙ୍କର ଆଶା? ମୁଁ ତାଙ୍କୁ ଖାଲି ଏତିକି କହିବି ଯେ ତୁମେ ଥରେ ରାଣୀ ପଣ୍ଡା ଉପରେ ବିଶ୍ୱାସ ରଖ, ଭରସା ରଖ। ତୁମ ଦଳର ଯୋଉ ବଡ଼ ବଡ଼ ନେତା ମନ୍ତ୍ରୀ ଭାଇମାନେ ଅଛନ୍ତି, ସେମାନେ ବି ମୋ ଉପରେ ଭରସା ବିଶ୍ୱାସ ରଖନ୍ତୁ। ଏବଂ ମୋର ଆଶା ଭରସା ବିଶ୍ୱାସ ଅଛି ଯେ ମୁଁ ନିହାତି ଭାବରେ ଜିତିବି। ମୋତେ ଲୋକ ଭଲ ପାଇବା ଦଉଛନ୍ତି, ଦେବେ ମଧ୍ୟ ଆଗକୁ, ଏବଂ ମୁଁ ଲୋକମାନଙ୍କ ପାଇଁ କିଛି କରିବି ଏବଂ ନବୀନ ବାବୁଙ୍କର ଇଜ୍ଜତ ରକ୍ଷା କରିବି। ଯେମିତି ଅନେକ ନେତା, ବଡ଼ ବଡ଼ ନେତା ଅଛନ୍ତି ବିଜୁ ଜନତା ଦଳରେ, ତାଙ୍କ ଇସାରାରେ, ତାଙ୍କ ତଳ ସ୍ତରରେ ଯେଉଁ ନେତାମାନେ ଅଛନ୍ତି ତାଙ୍କ ଇସାରାରେ କାମ କରୁଛନ୍ତି। ଯଦି ଆପଣ ଟିକେଟ ପାଇ ବିଜୟୀ ହେଉଛନ୍ତି, ଆପଣ ନୂଆପଡ଼ାବାସୀଙ୍କ ପାଇଁ ଲଢ଼ିବେ ନା ବଡ଼ ବଡ଼ ଲୋକ ନେତାଙ୍କ, ବଡ଼ ଉପର ସ୍ତରରେ ଯେଉଁମାନେ ଅଛନ୍ତି ତାଙ୍କ ଇସାରାରେ କାମ କରିବେ? ମୁଁ କାହା ଇସାରାରେ କାମ କରିବା ଲୋକ ନୁହଁ। ମତେ ଯୋଉଟା ଠିକ ଲାଗିବ ମୁଁ ସେଇଟା କରିବି, ଯୋଉଟା ଠିକ ଲାଗିବ ମୁଁ ସେଇଟା କରିବି, ଲୋକଙ୍କ ସେବା କରିବି। କହନ୍ତି ରାଜନୀତି କରିବାକୁ ହେଲେ ବହୁତ ଟଙ୍କାର ଆବଶ୍ୟକ ପଡ଼ିଥାଏ। ରାଣୀ ପଣ୍ଡାଙ୍କ ପାଖରେ କେତେ ଟଙ୍କା ଅଛି ରାଜନୀତି କରିବା? ରାଣୀ ପଣ୍ଡା ପାଖରେ ନା ହ୍ୱାଇଟ୍ ମନି ନା ବ୍ଲାକ୍ ମନି। ରାଣୀ ପଣ୍ଡା ପାଖରେ କିଛି ନଥିଲେ ମନୋବଳ ଅଛି, ଲୋକମାନଙ୍କର ସପୋର୍ଟ, ସାଥ, ଭଲ ପାଇବା, ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ରହିଥାଉ, ବାସ୍ ଏତିକି ଯଥେଷ୍ଟ। ବିନା ମଦ, ବିନା ମାଂସ, ବିନା ପଇସାରେ ବି ରାଣୀ ପଣ୍ଡା ଜିତିବ ବୋଲି ତାର ଆଶା ଆଉ ଭରସା ବିଶ୍ୱାସ ଅଛି। ଅଭିନୟ ପାଇଁକା, ଅଭିନୟ କଲାବେଳେ ଯାତ୍ରା ଜଗତରେ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି, ଏମିତିକି ବଲିଉଡରୁ ବି ଷ୍ଟାର ଆଣିକିରି ଯାତ୍ରା ଜଗତରେ ଛିଡ଼ା କରିଛନ୍ତି। ରାଜନୀତିରେ ସେମିତି କ'ଣ କରିପାରିବେ? ବା କହିଲି କିଛି କହିବିନି, ମୁଁ କାମର କରି ଦେଖେଇବି। କହିଦେଲି ତ ସବୁ ସରିଗଲା। ନୂଆପଡ଼ାବାସୀଙ୍କ ପାଇଁ କ'ଣ ରହିବ ଆପଣଙ୍କର? ସେମାନଙ୍କୁ ଗୋଟିଏ କଥା କହିବି, ଜୀବନରେ ଆପଣ ବହୁତ ଲୋକଙ୍କୁ ଭରସା ବିଶ୍ୱାସ କରିଥିବେ, ଥରେ ଗୋଟେ ରାଣୀ ପଣ୍ଡାକୁ ବିଶ୍ୱାସ ଭରସା କରନ୍ତୁ। ଯୋଉଠି ଶେଷ ହୁଏ ରାଣୀ ପଣ୍ଡାର ସେଠି ଆରମ୍ଭ ହୁଏ, ଆଉ ଯୋଉଠି ତମର ଆରମ୍ଭ ହୁଏ ମୁଁ ସେଇଠି ଶେଷ କରିଦିଏ। ମ୍ୟାଡ଼ାମ ଲାଗୁଛି ନୂଆପଡ଼ାରେ ଯେ ଆଗରୁ ଯେତେ ସବୁ ପୁରୁଖା ଥିଲେ ସେମାନଙ୍କୁ ହରେଇକି ଆପଣ ଏଥର ବାଜିମାତ କରିପାରିବେ ବିଜେଡିରୁ? ମୋର 100ରୁ 1000% କନଫିଡେନ୍ସ ଅଛି।
ଏଇ ଯୋଉ କନଫିଡେନ୍ସ ରାଣୀ ପଣ୍ଡାଙ୍କର ଅଭିନୟରେ ହଉ ସୋସିଆଲ ୱାର୍କରେ ହଉ ଯୋଉ କନଫିଡେନ୍ସ ରହି ଆସିଛି ରାଜନୀତିରେ ବି ରହୁଛି କାହିଁକି ନା ରାଣୀ ପଣ୍ଡା ଆଜି ପର୍ଯ୍ୟନ୍ତ କୌଣସି କ୍ଷେତ୍ରରେ ହାରି ନାହିଁ। ରାଣୀ ପଣ୍ଡା ଜୀବନରେ କିଏ ଭାବିଥିଲା ଯେ ରାଣୀ ପଣ୍ଡା ଗୋଟେ ଯାତ୍ରା ପାର୍ଟି କରିବ ବୋଲି? ତାହେଲେ କଲା କେମିତି? ଏଠି କିଛି ବି ଅସମ୍ଭବ ନୁହେଁ, ସବୁ ସମ୍ଭବ। ଭଗବାନ ଚାହିଁଲେ ବହୁତ ଗୁଡ଼ାଏ ମିରାକିଲ ହେଇପାରିବ। ମିରାକିଲ ବି ହେଇଛି ମୋ ଜୀବନରେ। କୋଉ ମିରାକିଲ ବିଷୟ ମ୍ୟାଡାମ କହିବେ? ବହୁତ ଗୁଡ଼ାଏ ଜିନିଷ ଅଛି, ଓଡ଼ିଶାବାସୀ ଜାଣିଛନ୍ତି, ଅଧିକ ତଥ୍ୟ ଦେବା କିଛି ଆବଶ୍ୟକତା ନାହିଁ। ନୂଆପଡ଼ାରେ ମ୍ୟାଡାମ ବିଜେପିରୁ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି ନିର୍ବାଚନ ପାଇଁ, ଆପଣ ତାଙ୍କ ବିଷୟରେ କ'ଣ କହିବେ? ତାଙ୍କୁ ଟକ୍କର ଦେଇକି ଆପଣ ଜିତି ପାରିବେ? ନୂଆପଡ଼ାବାସୀ ଆପଣଙ୍କୁ ତାଙ୍କୁ ତ ମୁଁ ଓପନ ଚ୍ୟାଲେଞ୍ଜ ଦଉଛି, ଆଉ ତାଙ୍କୁ କ'ଣ କହିବି? ତାଙ୍କ ପାଇଁ ମୋର ଭାଷା ନାହିଁ। ଯିଏ ନିଜ ବାପାର ନୁହଁ, ସେ ନବୀନ ବାବୁଙ୍କର ହବ କେମିତି? ସେ ନୂଆପଡ଼ାବାସୀଙ୍କର ହବ କେମିତି? ରାତେ ରାତେ ନିଜ ମୁଣ୍ଡ ବିକି ଦଉଛି, ରାତେ ରାତେ ଦଳରେ ମିଶି ଯାଉଛି। କାଲି କହୁଥିଲା ଗୋଟେ କଥା, ଆଜି କହୁଛି ଗୋଟେ କଥା। ଏଟା ଯୋଉ ମୁଣ୍ଡ ବୁଲା ଶେଉଳ ଭଳିଆ ସେ ହଉଛି, ତା କଥା କ'ଣ କହିବି? ନୂଆପଡ଼ାବାସୀଙ୍କଠୁ କେମିତି ଭୋଟ ମାଗିବେ ମ୍ୟାଡାମ? କିଛି ନାହିଁ, ସ୍ନେହ ଶ୍ରଦ୍ଧା ବାସ୍। ଆଜ୍ଞା, ଯଦି ଆପଣ ରାଜନୀତିରେ ଜିତୁଛନ୍ତି, ବିଜେଡି ଟିକେଟ୍ ପାଇକି ବା ନୂଆପଡ଼ାରେ ଜିତୁଛନ୍ତି, ତାହେଲେ ଅଭିନୟରେ ମଞ୍ଚ ଉପରେ ଦର୍ଶକଙ୍କୁ ହସେଇବେ? ନିହାତି ଭାବରେ ମୋ ଯାତ୍ରା ଅନୁଷ୍ଠାନ ଅଛି, ମୁଁ ନିଜେ ଯାତ୍ରାରେ ଅଭିନୟ କରିବି। ଯାହା ରୋଜଗାର ହବ ସେଥିରୁ 200 ପରିବାରକୁ ପୋଷିବି ଏବଂ ବର୍ଷ ଶେଷରେ ଯାହା ଲାଭ ମୋର ଥିବ ଲୋକଙ୍କ ସେବାରେ ଲାଗିବ। ଶେଷରେ ଲାଷ୍ଟ କ୍ୱେଶ୍ଚନ୍ ମ୍ୟାଡାମ, ନବୀନ ପଟ୍ଟନାୟକଙ୍କୁ କ'ଣ କହିବାକୁ ଚାହିଁବେ? ନବୀନ ବାବୁଙ୍କୁ ଖାଲି ଏତିକି କହିବି, ମୋତେ ଭରସା କର, ବିଶ୍ୱାସ କର, ମୋ ଉପରେ ଆଶୀର୍ବାଦ ରଖ, ମୋତେ ଆଗକୁ ଯିବା ପାଇଁ ଥରେ ସୁଯୋଗ ଦିଅ। ଦେଖ ରାଣୀ ପଣ୍ଡା ତମ ଇଜ୍ଜତ ରଖୁଛି ନା ନାହିଁ।